ଶାଶୁ ଘରେ ସ୍ୱାମୀଙ୍କ ସହିତ ମିଶି ମହାଯଜ୍ଞ କଲେ ଝିଲିକ ଭଟ୍ଟାଚାର୍ଯ୍ୟ। ଦର୍ଶକ ବନ୍ଧୁ, ଆପଣମାନେ ଝିଲିକ ଭଟ୍ଟାଚାର୍ଯ୍ୟଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ ବଙ୍ଗାଳୀ ଅଭିନେତ୍ରୀ, ସେ ବଙ୍ଗାଳୀ ଇଣ୍ଡଷ୍ଟ୍ରିର ଜଣେ ଆଗ ଧାଡ଼ିର ଅଭିନେତ୍ରୀ। କିନ୍ତୁ 2014 ମସିହାରେ ସେ ପ୍ରଥମେ ଯେତେବେଳେ ଆମ ଓଡ଼ିଆ ସିନେମା ଜଗତକୁ ଆସିଥିଲେ, ସେତେବେଳେ ଗୋଟେ ଓଡ଼ିଆ ସିନେମାରେ ଅଭିନୟ କରିବା ପାଇଁ ଆସିଥିଲେ ସେ ପ୍ରଥମେ। କିନ୍ତୁ ବର୍ତ୍ତମାନ ସମୟରେ ଆମ ଓଡ଼ିଶାର ବୋହୂ ସାଜିଛନ୍ତି। ଓଡ଼ିଶାର ପ୍ରୀତିରଞ୍ଜନ ଘଡ଼ାଇଙ୍କର ସ୍ତ୍ରୀ ସାଜିଛନ୍ତି। ସେ ସୁଟିଂ ସେଟ୍ରୁ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ବର୍ତ୍ତମାନ ସମୟରେ ସେ ତାଙ୍କ ଶାଶୁ ଘରେ ଗୋଟେ ଓଡ଼ିଆ ଘରର ବୋହୂ ଭାବରେ ଚଳୁଛନ୍ତି। ତ ବର୍ତ୍ତମାନ ସମୟରେ ତାଙ୍କର ଦୁଇଟି ଶିଶୁ କନ୍ୟା, ଯାଆଁଳା ଶିଶୁ କନ୍ୟା ଜନ୍ମ ନେଇସାରିଛନ୍ତି। ଆଉ ଦୁହିଁଙ୍କର ଜନ୍ମ ନେବା ପରେ ଝିଲିକ ଭଟ୍ଟାଚାର୍ଯ୍ୟ କୌଣସି ବି ଓଡ଼ିଆ ସିନେମାରେ ଅଭିନୟ କରୁନାହାନ୍ତି। ତ ଗତ ବର୍ଷ ପୂର୍ବରୁ ଝିଲିକ ଭଟ୍ଟାଚାର୍ଯ୍ୟ ତାଙ୍କର ଦୁଇଟି ଶିଶୁ କନ୍ୟା ଜନ୍ମ ନେଇଥିଲେ। ଆଉ ଏହା ସହିତ ଝିଲିକ ଭଟ୍ଟାଚାର୍ଯ୍ୟ ବହୁତ ଖୁସି ଥିଲେ। ସେ ଯାଆଁଳା ଦୁଇଟି ଶିଶୁ କନ୍ୟାଙ୍କୁ ଜନ୍ମ ଦେଇ ବହୁତ ଖୁସି ଥିଲେ। ଆଉ ଏହି ଜନ୍ମଦିନଟିକୁ ବହୁତ ସାରା ଏନ୍ଜୟ ମଧ୍ୟ କରିଥିଲେ। ସାରା ଅଲିଉଡ଼ ଇଣ୍ଡଷ୍ଟ୍ରିରେ ଏମିତି କିଛି 21 ପର୍ବଟି ପାଳନ କରିଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଝିଲିକ ଭଟ୍ଟାଚାର୍ଯ୍ୟ ତାଙ୍କ ଘରକୁ ଆସିଯାଇଛି। ଗୋଟେ ବହୁତ ବଡ଼ ମହାଯଜ୍ଞ ହେଉଛି। ଘରେ କିଛି ଅମଙ୍ଗଳ କାର୍ଯ୍ୟକ୍ରମ ଘଟିବାରୁ ଆଗକୁ ଇଲେକ୍ସନ୍ ଆସୁଛି। ସ୍ୱାମୀ ପ୍ରୀତିରଞ୍ଜନ ଘଡ଼ାଇ, ଶ୍ୱଶୁର ପ୍ରଫୁଲ୍ଲ ଘଡ଼ାଇ ସମସ୍ତେ ଏମିତି ଆଗକୁ ସଂଘର୍ଷମୟ ଜୀବନ ଲଢ଼ିବା ପାଇଁ ଯାଉଛନ୍ତି। ତ ଏହି କାରଣରୁ ଆଜି ଝିଲିକ ଭଟ୍ଟାଚାର୍ଯ୍ୟଙ୍କ ଘରେ ଏକ ମହାଯଜ୍ଞର ଆୟୋଜନ କରାଯାଇଛି। ଏଥିରେ ବହୁତ ବଡ଼ ପୂଜା ପର୍ବ ଚାଲିଛି। ବହୁତ ସାରା ପୂଜା ପର୍ବ, ଖାଇବା ପିଇବା, ସମସ୍ତେ ଅଲିଉଡ଼ର ସବୁ ସେଲିବ୍ରିଟି ମାନେ, ଏଥିରେ ବଡ଼ ବଡ଼ କଳାକାରମାନେ ମଧ୍ୟ ଆସି ଏଠାରେ ଯୋଗ ଦେଇଛନ୍ତି। ତେବେ ଦର୍ଶକ ବନ୍ଧୁ, ଆପଣମାନେ ଝିଲିକ ଭଟ୍ଟାଚାର୍ଯ୍ୟଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ଝିଲିକ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ପ୍ରୀତିରଞ୍ଜନ ଘଡ଼ାଇଙ୍କର ସ୍ତ୍ରୀ। ତ ବର୍ତ୍ତମାନ ସମୟରେ ଝିଲିକ ଭଟ୍ଟାଚାର୍ଯ୍ୟ କୌଣସି ବି ଓଡ଼ିଆ ସିନେମାରେ ଅଭିନୟ କରୁନାହାନ୍ତି। ଝିଲିକ ଭଟ୍ଟାଚାର୍ଯ୍ୟ ତାଙ୍କ ଦୁଇଟି ଯାଆଁଳା ଝିଅଙ୍କର ଯତ୍ନ ନେଉଥିବାର ନଜରରେ ଆସିଛନ୍ତି। ତେବେ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଝିଲିକ ଭଟ୍ଟାଚାର୍ଯ୍ୟ କେମିତି ଲାଗନ୍ତି ଆଉ ତାଙ୍କର ଆକ୍ଟିଂ ଆପଣମାନଙ୍କୁ କେମିତି ଲାଗେ, ଆମକୁ ନିହାତି ଭାବେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ଆଗକୁ ଏହିଭଳି ଅଲିଉଡ଼ ସମ୍ବନ୍ଧିତ ବା ସିରିଏଲ ଦୁନିଆ ବିଷୟରେ ଅଧିକ ଖବର ଜାଣିବା ପାଇଁ ହେଲେ ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ।